ଏ ବଉଳ ଆମ ଭିଣେଇ ଭାଇ ଦେଖିବାକୁ କେମିତିଆ? ମତେ କଣ ପଚାରୁଛୁ ଯେ? ବାପା ମା ଜାଣିଥିବେ ନା ଆଉ। ମୁଁ ତ ତାଙ୍କୁ ଏପର୍ଯ୍ୟନ୍ତ ଦେଖିନି ବି। ସାଙ୍ଗ ତୋ ବାହାଘର ଠିକ ହେଇଯାଇଛି ବା? କୋଉଠି? ଠିକ ହେଇନି, ମୁଁ ଠିକ କରିଛି। କେତେ ଟେନସନ ତୁ ଜମା କହନି। କାଇଁ କଣ ହେଲା ପୁଣି? ଆରେ କଣ ମଣ୍ଡପ ବୁକିଂ କରିବାର ଅଛି, କାର୍ଡ ଛପେଇବାର ଅଛି, ଅଫିସରୁ ଛୁଟି ନେବାର ଅଛି। ଆଉ ଇଏ ଗୋଟେ ଲୋକ ଯାହାକୁ ବାହା ହଉଛି ଏବେଠୁ ଯାଇକି ପାର୍ଲରରେ ବସିଲାଣି। ମୁଁ ବୁଝିପାରୁନି, ମୁଁ ବୋହୁ ନା ସିଏ ବୋହୁ? ଆଲୋ ବୋହୁ, ଆଜ୍ଞା ବୋହୁ। ନାତି ନାତୁଣୀ ମୁହଁ କେବେ ଦେଖିବୁ ବା? ମୋ ନାତି ନାତୁଣୀ କଥା କିଛି ଭାବିଲୁଣି? ମାମା ପ୍ଲିଜ, ଆଜିକାଲି ଛୁଆ ଜନ୍ମ କରିବାକୁ ହେଲେ ବି ପାଖରେ ପଇସା ଥିବା ଦରକାର। ମିନିମମ୍ 1 କି 2 ଲକ୍ଷ ଟଙ୍କା। ତା ଛଡା ଆପଣଙ୍କ ପୁଅ ଆଉ ମୋର ସାଲେରୀ ଯେତିକି, ସେତିକି ତ ଛୁଆର ଡାଇପର, ମେଡିସିନ ଆଉ ଖେଳନା ଖର୍ଚ୍ଚରେ ହିଁ ସରିଯିବ। ଆମର ପ୍ରମୋସନ ହେଇସାରୁ, ମିନିମମ୍ 2 ବର୍ଷ ଯାଉ। ଆଉ ହଁ, ମୁଁ ନାତି କି ନାତୁଣୀ କୋଉ ଜଣଙ୍କର ହିଁ ମୁହଁ ଦେଖେଇ ପାରିବି। ଆଉ ବେଶୀ ଲୋଭ କରନ୍ତୁନି। ନାଇଁ, ମତେ ଘରୁ ବାହାର କରିଦିଅନି। ମୋ ବାପା ମା ଜାଣିଲେ ମରିଯିବେ। ମୁଁ ତମ